କଳାହାଣ୍ଡିରେ ମହୁଲର ଅଭାବୀ ବିକ୍ରି। ବଣ ଜଙ୍ଗଲ ମଧ୍ୟରେ ଅନେକ କିଛି ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟ ମିଳିଥାଏ। ସେଥିମଧ୍ୟରୁ ମହୁଲ ଅନ୍ୟତମ। ଜଙ୍ଗଲଜାତ ଦ୍ରବ୍ୟରେ ଏବେ ମହୁଲର ଚାହିଦା ଅନେକ ରହିଥିବା ବେଳେ ଅଭାବୀ ବିକ୍ରିର ଶିକାର ହୋଇ ମହୁଲ ଗଟାଳିମାନେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ବଣ ଜଙ୍ଗଲର ସୁନ୍ଦର ପରିବେଶ ମଧ୍ୟରେ ଫଗୁଣ ଆସିଗଲେ ବିରାଟକାୟ ମହୁଲ ଗଛରେ ସଭା ପାଏ ମହୁଲ। ସେତେବେଳେ ବଣ ଜଙ୍ଗଲର ଶୋଭା ଅଧିକ ବୃଦ୍ଧି ପାଇଯାଇଥାଏ। ଗଛରୁ ଝଡ଼ି ପଡ଼ିବା ପରେ ମହୁଲକୁ ଗୋଟାଇ ଆଣି ଶୁଖାଇ ରଖିଥାନ୍ତି ମହୁଲ ଗଟାଳିମାନେ। ବର୍ଷକରେ ଥରେ ପାଉଥିବା ଏହି ମହୁଲକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରିଥାନ୍ତି। ବିଶେଷ କରି ଆଦିବାସୀ ଅଞ୍ଚଳରେ ଏହି ମହୁଲ ଗଛ ରହିଥିବା ଯୋଗୁଁ ଆଦିବାସୀମାନେ ଏହି ମହୁଲକୁ ଗୋଟାଇ ଆଣି ସାଇତି ରଖିଥାନ୍ତି। କଳାହାଣ୍ଡି ଜିଲ୍ଲାର ଆଦିବାସୀମାନଙ୍କ ଏହା ଏକ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ଏବେ ମହୁଲର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଏହି ମହୁଲର ଚାହିଦା ରହିଛି। ମହୁଲ ସଂଗ୍ରହ କରି ଭଲ ରୋଜଗାର କରି ପରିବାର ପ୍ରତିପୋଷଣର ଏକ ମୁଖ୍ୟ ସହାୟକ ହୋଇଥାଏ। ଜଙ୍ଗଲଜାତ ଦ୍ରବ୍ୟ ଏହି ଅଞ୍ଚଳ ପାଇଁ ଏକ ମୁଖ୍ୟ ଜଙ୍ଗଲଜାତ ଦ୍ରବ୍ୟ। ତେଣୁ ଏହି ମହୁଲ ସଂଗ୍ରହ କରିବା ପାଇଁ ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ଉଦୁଉଦିଆ ଖରାବେଳଟାରେ ଧାଇଁ ଯାଇଥାନ୍ତି ମହୁଲ ଗଛ ମୂଳକୁ। ଅନେକ ପରିଶ୍ରମ କରି ମହୁଲ ଗଛ ମୂଳରୁ ମହୁଲ ସଂଗ୍ରହ କରି ଯତ୍ନର ସହକାରେ ରଖିଥାନ୍ତି ଅଭାବୀ ସଂସାରରେ କିଛି ପରିବର୍ତ୍ତନ ଆଣିବା ପାଇଁ। କିନ୍ତୁ ପରିତାପର ବିଷୟ ଯେ ମହୁଲର ଅଭାବୀ ବିକ୍ରି ଏବେ ମହୁଲ ଗଟାଳିଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଆବଶ୍ୟକତାଠାରୁ କମ୍ ଦରରେ ବ୍ୟବସାୟୀ ଗ୍ରାମକୁ ଯାଇ ମହୁଲ କିଣି ନେଇ ଯାଉଥିବା ବେଳେ ମହୁଲ ଗଟାଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ତରଫରୁ ଯଦି ଗ୍ରାମ ପଞ୍ଚାୟତ ସ୍ତରରେ ମହୁଲ କିଣିବାର ବ୍ୟବସ୍ଥା କରିଲେ ପ୍ରକୃତ ମୂଲ୍ୟରେ ମହୁଲ ବିକ୍ରି କରିପାରନ୍ତେ ବୋଲି ଆଶା ରଖାଯାଉଛି। ମହୁଲକୁ ଗୋଟାଇ ଆଣି ବିକିବା ପର୍ଯ୍ୟନ୍ତ ପ୍ରାୟ 8ରୁ 10 ଦିନ ସମୟ ଲାଗିଥାଏ। ମହୁଲ ଭଲ ଭାବରେ ନ ଶୁଖିଲେ ନଷ୍ଟ ହୋଇଯାଉଥିବା ଯୋଗୁଁ ଟାଣ ଖରାରେ ମହୁଲକୁ ଭଲ ଭାବରେ ଶୁଖାଯାଇଥାଏ। ଅତି ଯତ୍ନର ସହିତ ମହୁଲକୁ ସଂଗ୍ରହ କରାଯାଇଥିବା ବେଳେ ବହୁମୂଲ୍ୟ ମହୁଲର ଅଭାବୀ ବିକ୍ରି ଏବେ ମହୁଲ ଗଟାଳି ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ମହୁଲ କିଣିବାର ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ପାଖରେ ଅଞ୍ଚଳବାସୀ ଗୁହାରି ରଖିଛନ୍ତି। ଯଦି ଏହି ବ୍ୟବସ୍ଥା କରାଯାଏ ତାହେଲେ ମହୁଲ ଗଟାଳି ଅଭାବୀ ବିକ୍ରିର ଶିକାର ହୋଇପାରିବେ ନାହିଁ ବୋଲି ମହୁଲ ଗଟାଳି ପ୍ରକାଶ କରିଛନ୍ତି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, এবି ନ୍ୟୁଜ୍।